ଆଜି ଆମେମାନେ ମୟୂର ଆସନ ସମ୍ପର୍କରେ ଆଲୋଚନା କରି ଦେଖିବା। ସେହି ମୟୂର ଆସନ କରିବା ଦ୍ୱାରା ଆମମାନଙ୍କର ଶରୀରରେ କ'ଣ କ'ଣ ଉପକାର କରିଥାଏ, ସେହି ବିଷୟରେ ଆଲୋଚନା କରି ଦେଖିବା। ଏହି ଆସନର ଆକୃତି ମୟୂର ପରି ହୋଇଥିବାରୁ ଏହାର ନାମକରଣ ମୟୂର ଆସନ ବୋଲି ଦିଆଯାଇଛି। ଏହି ଆସନକୁ ପ୍ରତିଦିନ ଅଭ୍ୟାସ କଲେ ଅତ୍ୟଧିକ ଭୋଜନ ବା ଗରିଷ୍ଠ ଖାଦ୍ୟ ମଧ୍ୟ ସହଜରେ ଜୀର୍ଣ୍ଣ ହୋଇଥାଏ। ପେଟରେ ଯଦି ଗୁଳ୍ମ ପ୍ରଭୃତି ରୋଗ ଥାଏ, ତାହା ମଧ୍ୟ ସହଜରେ ଜୀର୍ଣ୍ଣ ହୋଇଥାଏ। ଏହି ଆସନ ଜଠରାଗ୍ନିକୁ ଏତେ ପରିମାଣରେ ପ୍ରଦୀପ୍ତ କରେ, ଯାହାଫଳରେ ବିଷ ପରି ଉତ୍କଟ ପଦାର୍ଥକୁ ମଧ୍ୟ ସହଜରେ ଜୀର୍ଣ୍ଣ କରିଦିଏ। ମୟୂର ବିଷଧର ସର୍ପକୁ ଭକ୍ଷଣ କଲେ ମଧ୍ୟ ତା'ର ପ୍ରଭାବ ଯେପରି ମୟୂର ଉପରେ ପଡ଼େ ନାହିଁ, ସେପରି ଏହି ଆସନ ଅଭ୍ୟାସକାରୀ ଉପରେ ବିଷାକ୍ତ ଖାଦ୍ୟର ପ୍ରଭାବ ପଡ଼େ ନାହିଁ। ଶରୀର ସୁସ୍ଥ ସବଳ ହୋଇଥାଏ, ଚକ୍ଷୁର ଜ୍ୟୋତି ବୃଦ୍ଧି ପାଏ, ହସ୍ତଦ୍ୱୟ ଅତ୍ୟନ୍ତ ଶକ୍ତିଶାଳୀ ହୋଇଥାଏ। ତେବେ ଶୁଣନ୍ତୁ ବିଧି। ପ୍ରଥମେ 10-15 ଇଞ୍ଚ ଅନ୍ତରରେ ହାତ ଦୁଇଟିକୁ ଦୃଢ଼ ଭାବରେ ରଖ। କହୁଣି ଦ୍ୱୟକୁ ଏକତ୍ର କରି ନାଭିରେ ସଂଯୋଗ କର। ତାପରେ ଗୋଡ଼ ଦୁଇଟିକୁ ଓ ମୁଣ୍ଡକୁ ଉପରକୁ ଉଠାଅ। ଗୋଡ଼ ଦୁଇଟି ସମଭାବେ ସରଳ ରେଖା ହୋଇ ଉପରକୁ ଯେପରି ଉଠିବ, ତା ପ୍ରତି ଦୃଷ୍ଟି ଦିଅ। ଶରୀରର ଯାବତୀୟ ଭାର କେବଳ ଦୁଇ ହାତ ଉପରେ ରହିବ।